ଜୟ ମା ମଙ୍ଗଳା ଅଷ୍ଟୋଡ଼ିଆ ତରଫରୁ ସମସ୍ତଙ୍କୁ ସ୍ୱାଗତ। ଜାଣିମା ଆଜିର ପଞ୍ଚାଙ୍ଗ ଏବଂ ରାଶିଫଳ ବିଷୟ। ଆୟୁରକ୍ଷତ ମଙ୍ଗଳା, ଧର୍ମରକ୍ଷତ ପାର୍ବତୀ, ଯଶ କୀର୍ତ୍ତିଶ ଲକ୍ଷ୍ମୀ ସଂ ସର୍ବରକ୍ଷତ ମଙ୍ଗଳା, ଅମରୀଣାଞ୍ଜନ ସମାବାସଂ ରବି ପୁତ୍ରଂ ୟମାଗୃତଂ ଛାୟା ମର୍ତ୍ତଣ୍ଡ ସମ୍ବୋଧଂ ତଂ ନମାମି ଶନିଶ୍ଚରମ୍। ମା ମଙ୍ଗଳା ପ୍ରଭୁ ଶନିଦେବ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ଆଜି ଦିନଟି ସମସ୍ତଙ୍କର ସୁଖ ଶାନ୍ତିରେ ଅତିବାହିତ ହେଉ। ଆଜି ମାର୍ଗଶିର ମାସ ଶୁକ୍ଳପକ୍ଷ ବିଛା 17 ଦିନ ଡିସେମ୍ବର ମାସ 2 ତାରିଖ ସୋମବାର। ଆଜି ଦେବ ଦୀପାବଳିର ଅନ୍ତିମ ଦିବସ। ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ଶ୍ରାଦ୍ଧାବେଶ, ଦ୍ୱିତୀୟା ଚନ୍ଦ୍ର ଦର୍ଶନ ପୂଜା, ଉପବାସ ଏବଂ ଅର୍ଘ୍ୟଦାନ। ଡିସେମ୍ବର 2 ତାରିଖ ସୋମବାର। ଆଜି ପ୍ରତିପଦା ତିଥି ଦିନ 12 ଘଣ୍ଟା 44 ମିନିଟ୍ ପର୍ଯ୍ୟନ୍ତ, ଜ୍ୟେଷ୍ଠ ନକ୍ଷତ୍ର ଦିନ 3 ଘଣ୍ଟା 45 ମିନିଟ୍ ପର୍ଯ୍ୟନ୍ତ, ବିଛା ଚନ୍ଦ୍ର ଦିନ 3 ଘଣ୍ଟା 45 ମିନିଟ୍ ପର୍ଯ୍ୟନ୍ତ। ଜାଣିବା ଆଜିର ସୂର୍ଯ୍ୟ ଉଦୟ ବିଷୟ। ଆଜି ପ୍ରାତଃ 6 ଘଣ୍ଟା 7 ମିନିଟ୍ 10 ସେକେଣ୍ଡ ଗତେ ସୂର୍ଯ୍ୟ ଉଦୟ। ସୂର୍ଯ୍ୟ ଅସ୍ତ ସନ୍ଧ୍ୟା 5 ଘଣ୍ଟା 5 ମିନିଟ୍ 2 ସେକେଣ୍ଡ ଗତେ ସୂର୍ଯ୍ୟ ଅସ୍ତ। ଆଜି ମିଥୁନ ରାଶିର ଘାତବାର ଯୋଗିନୀ ପୂର୍ବେ ଦିବା 12 ଘଣ୍ଟା 44 ମିନିଟ୍ ଗତେ ଉତ୍ତରେ ଦିବା 12 ଘଣ୍ଟା 44 ମିନିଟ୍ ଗତେ ଯାତ୍ରା ଶୁଭ। ଉତ୍ତରେ ବାୟବେ ପଶ୍ଚିମେ ଯାତ୍ରା ନିଷେଧ। ଆଜିର ରାହୁକାଳ ସମୟ ଜାଣିବା ଦିବା 7 ଘଣ୍ଟା 32 ମିନିଟ୍ରୁ ଦିବା 8 ଘଣ୍ଟା 54 ମିନିଟ୍ ମଧ୍ୟରେ ରାହୁକାଳ। ଆଜିର ଶୁଭକର୍ମ ମଧ୍ୟରାତ୍ରି 9 ଘଣ୍ଟା 59 ମିନିଟ୍ ଗତେ ମୂଳା ନକ୍ଷତ୍ରରେ ବିବାହ ପାଣିଗ୍ରହଣ। ମେଷ ରାଶିର ବ୍ୟକ୍ତିବିଶେଷ ଦିନଟି କିପରି ଭାବେ କଟିବ? ବ୍ୟବସାୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉନ୍ନତି, ଇଚ୍ଛିତ ଫଳପ୍ରାପ୍ତି ହେବ। ପାରିବାରିକ ସୁଖ ବୃଦ୍ଧି ପାଇବ। ଶତ୍ରୁମାନେ ଆଜି ପରାଜିତ ହେବେ। ମାନ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସୁଖୀ ହେବେ। ଛାତ୍ର ଓ ଛାତ୍ରୀମାନେ ସଫଳତା ଲାଭ କରିବେ। ତାପରେ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। ସାମାନ୍ୟ ପରିଶ୍ରମରେ ସଫଳତା ଲାଭ କରିବେ। ବନ୍ଧୁ ସହଯୋଗ ମିଳିବ। ବ୍ୟବସାୟରେ ବାଧାବିଘ୍ନ ଦୂର ହେବ। ମାଲି ମୋକଦ୍ଦମାରେ ହଇରାଣ ହୋଇପାରନ୍ତି। ପାରିବାରିକ ସୁଖ ବୃଦ୍ଧି ହେବ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ଲାଭ ପାଇବେ। ତାପରେ ଜାଣିବା ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। ମିଥୁନ ରାଶିରେ ଆଜି ନିୟମିତ ରୋଜଗାର ପ୍ରଶସ୍ତ ହେବ। ବନ୍ଧୁ ସହଯୋଗରେ କାର୍ଯ୍ୟ ସିଦ୍ଧି ହେବ। ବ୍ୟବସାୟରେ ସଫଳତା ଲାଭ କରିବେ। ଅନ୍ୟମାନଙ୍କ ଦ୍ୱାରା କିଛି କଟୁ କଥା ଶୁଣିପାରନ୍ତି, ତେଣୁ ସତର୍କ ରହିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ କିଛି ହୋଇପାରେ। ମହିଳାମାନେ ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଛାତ୍ର ଓ ଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ ପାଇବେ। ତାପରେ ଜାଣିବା କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉନ୍ନତିର ସୂଚନା ମିଳେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂତନ ଦ୍ରବ୍ୟ ଲାଭ ଯୋଗ ଅଛି। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ସୁଖ ମିଳିବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ଛାତ୍ର ଓ ଛାତ୍ରୀମାନେ ସଫଳତା ଲାଭ କରିବେ। ତାପରେ ଜାଣିବା ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବ। ସହଯୋଗୀମାନଙ୍କ ସହ ମନାନ୍ତର ଦୂର ହେବ। କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଦ୍ୱାରା ଲାଭବାନ ହେବେ। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳାମାନେ ସୁଖୀ ହେବେ। ଛାତ୍ର ଓ ଛାତ୍ରୀମାନେ କୃତକାର୍ଯ୍ୟର ଆଶା ବହୁତ କମ୍। ତାପରେ ଜାଣିବା କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। ଚାକିରିରେ ପଦୋନ୍ନତି ହେବାର ଆଶା। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ବ୍ୟୟ ହୋଇପାରେ। ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଯୋଗୁଁ ଆଜି ଲାଭବାନ ହେବେ। ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ। ଛାତ୍ର ଓ ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ତାପରେ ଜାଣିବା ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। କର୍ମକ୍ଷେତ୍ରରେ ସୁଖଦ ବାତାବରଣ ଲାଭ ହେବ। ଅର୍ଥ ଲାଭର ସୁଯୋଗ ଆସିବ। ପାରିବାରିକ ଶାନ୍ତି ଆଜି ମିଳିବ। ସୁଖ ବୃଦ୍ଧି ହେବ। ମାନସିକ ଚିନ୍ତା ଦୂର ହେବ। ବ୍ୟବସାୟରେ ଲାଭବାନ ହେବେ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ର ଓ ଛାତ୍ରୀମାନେ ଉତ୍ତମ ସଫଳତାର ଲାଭ କରିବେ। ତାପରେ ଜାଣିବା ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ କଟିବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତିର ଆଶା ବହୁତ କମ୍। କଠିନ ପରିଶ୍ରମ ଦ୍ୱାରା ଆଜି ଉତ୍ପାର୍ଜନ ସାମାନ୍ୟ ବୃଦ୍ଧି ହୋଇପାରେ।
ଶାରୀରିକ ଅସୁସ୍ଥତା କିନ୍ତୁ ବୃଦ୍ଧି ପାଇବ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ଚିନ୍ତିତ ରହିବେ। ଛାତ୍ର ଓ ଛାତ୍ରୀମାନେ ଉପକୃତ ହେବାର ଆଶା ବହୁତ କମ୍। ତାପରେ ଜାଣିବା ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ ଘଟିବ। ପରିଶ୍ରମ ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇପାରେ। ନିଜର ବୁଦ୍ଧି ଫଳରେ ଅଭୀଷ୍ଟ କାର୍ଯ୍ୟ ସିଦ୍ଧି ହୋଇପାରେ। ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ବୃଦ୍ଧି ହେବ। ମହିଳାମାନେ ବନ୍ଧୁ ସହଯୋଗ ପାଇବେ। ଛାତ୍ର ଓ ଛାତ୍ରୀମାନେ ଉଚ୍ଚଶିକ୍ଷାରେ ପ୍ରଗତି ଲାଭ କରିବେ। ତାପରେ ଜାଣିବା ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ ଘଟିବ। କର୍ମକ୍ଷେତ୍ରରେ ମାନସିକ ଅଶାନ୍ତି ଦେଖାଦେବ। ବନ୍ଧୁ ସହଯୋଗ ମିଳିପାରେ। ସାମାଜିକ ସମ୍ମାନ ମିଳିପାରେ। ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ। ନୂତନ ବୈଭବ ସମ୍ପଦ ବୃଦ୍ଧି ହେବ। ମହିଳାମାନେ ସୁଖୀ ହେବେ। ଛାତ୍ର ଓ ଛାତ୍ରୀମାନେ ସଫଳତା ଲାଭ କରିବେ। ତାପରେ ଜାଣିବା କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ ଘଟିବ। ଚାକିରିରେ ପଦୋନ୍ନତି ହେବ। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ନୂତନ ଦ୍ରବ୍ୟ ଲାଭ ହୋଇପାରେ। ଆର୍ଥିକ ସମସ୍ୟାର କିଛି ସମାଧାନ ହେବ। ଶତ୍ରୁମାନେ ଆଜି ହଇରାଣ କରିପାରନ୍ତି, ତେଣୁ ଜଗି ରଖି ଚଳିବା ନିହାତି ଆବଶ୍ୟକ। ମହିଳାମାନେ ଚିନ୍ତିତ ରହିବେ। ଛାତ୍ର ଛାତ୍ରୀମାନେ କୃତକାର୍ଯ୍ୟ ହେବେ। ତାପରେ ଜାଣିବା ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି କିପରି ଭାବେ ଘଟିବ। ନୂତନ କର୍ମସଂସ୍ଥାନ ମିଳିପାରେ। ବ୍ୟବସାୟରେ ଲାଭବାନ ହେବେ। ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ। ସନ୍ତାନମାନଙ୍କର ଉନ୍ନତି ହେବ। ବନ୍ଧୁ ସହଯୋଗ ମିଳିବ। ମହିଳାମାନେ ନିଜର ବାକ୍ ସଂଯମ ରକ୍ଷା କଲେ ସୁଖୀ ହେବେ। ଛାତ୍ର ଓ ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ଜୟ ମା ମଙ୍ଗଳା, ଜୟ ଶନିଦେବ।